ସମସ୍ତଙ୍କୁ ନମସ୍କାର। ମୋର ନାମ ହେଉଛି ମାଧୁରୀ। ମୁଁ ଆସିଛି ଗଭର୍ଣ୍ଣମେଣ୍ଟ ହାଇସ୍କୁଲ ଭେଳାବାହାଲରୁ। ମୁଁ ଆଜି ତମମାନଙ୍କୁ ଗୋଟିଏ ସାହିତ୍ୟ ବହିରୁ ପଦ୍ୟଟିଏ ପଢ଼େଇବି। ପଦ୍ୟଟିର ନାମ ହେଉଛି ଗୋପ ପ୍ରୟାଣ। ଗୋପ ପ୍ରୟାଣ। ଗୋପ ପ୍ରୟାଣ ପଦ୍ୟଟିର ଅର୍ଥ ହେଉଛି, ଗୋପ ଶବ୍ଦଟିର ଅର୍ଥ ହେଉଛି ଗୋପବନ୍ଧୁ ଦାସ। ପ୍ରୟାଣର ଅର୍ଥ ହେଉଛି ମରଣ। ଗୋପ ପ୍ରୟାଣ କହିଲେ ଏହି ପଦ୍ୟରେ ଆମେମାନେ ପଢ଼ିବା ଗୋପବନ୍ଧୁଙ୍କ ମୃତ୍ୟୁ ବିଷୟରେ କବିଙ୍କ ହୃଦୟରେ କିପରି ଆଘାତ ହୋଇଛି। ପଦ୍ୟଟି ପଢ଼ିବା ପୂର୍ବରୁ ପ୍ରଥମେ ଆମେ ପଢ଼ିବା କବିଙ୍କର ପରିଚୟ। ଏହି କବିତାଟିକୁ ଲେଖିଛନ୍ତି ଡକ୍ଟର ମାୟାଧର ମାନସିଂହ। ତାଙ୍କର ଜନ୍ମ ହେଉଛି ଡକ୍ଟର ମାୟାଧର ମାନସିଂହ ଜନ୍ମଗ୍ରହଣ କରିଛନ୍ତି 1905 ମସିହା ନଭେମ୍ବର ମାସ 13 ତାରିଖରେ ଅବିଭକ୍ତ ପୁରୀ ଜିଲ୍ଲାର ଚିଲିକା ହ୍ରଦ ଅନ୍ତର୍ଗତ ପାରିକୁଦ ଦ୍ୱୀପର ନନ୍ଦଲା ଗ୍ରାମରେ। ତାଙ୍କ ପିତାଙ୍କର ନାମ ହେଉଛି ପଦ୍ମଚରଣ ମାନସିଂହ, ମାତାଙ୍କ ନାମ ହେଉଛି ସୁଭଦ୍ରା ଦେବୀ। ତାଙ୍କ କେତେଗୁଡ଼ିଏ ଲେଖନୀ ଗୁଡ଼ିକର ନାମ ହେଉଛି ଧୂପ, ହେମପୁଷ୍ପ, ସାଧବ ଝିଅ। ଏହି ଗୋପ ପ୍ରୟାଣ କବିତାଟି ତାଙ୍କ ମାଟିବାଣୀ କବିତାରୁ ଉଦ୍ଧୃତ ହୋଇଛି। ଏବେ ପଢ଼ିବା କବିଙ୍କର ଶିକ୍ଷା। କବି କୋଉଠାରେ ତାଙ୍କର ପାଠଟି ପଢ଼ିଥିଲେ। ସେ ତରୁଣ ବୟସରେ ସତ୍ୟବାଦୀ ନବବିଦ୍ୟାଳୟର ଛାତ୍ର ଥିଲେ। ସେ ରେଭେନ୍ସା ମହାବିଦ୍ୟାଳୟରେ BA ପାଠ ସାରିବା ପରେ ପାଟନା ବିଶ୍ୱବିଦ୍ୟାଳୟରୁ MA ପାସ୍ କରିଥିଲେ। ଇଂଲଣ୍ଡର ଡରହାମ ବିଶ୍ୱବିଦ୍ୟାଳୟରୁ ସେ PhD ଉପାଧି ଲାଭ କରିଥିଲେ। ସେ ଥିଲେ ଓଡ଼ିଶାର ପ୍ରଥମ ଡକ୍ଟରେଟ୍ ଉପାଧିକାରୀ। ତାଙ୍କୁ ପଦ୍ମଶ୍ରୀ ଉପାଧି ମଧ୍ୟ ମିଳିଥିଲା। ରଚନାବଳୀ। ପ୍ରେମ ଓ ପ୍ରଣୟର କବି ହେଲେ ମଧ୍ୟ ଅନେକ ପ୍ରବନ୍ଧ ଓ ଗଦ୍ୟ, ନାଟକ, ଭ୍ରମଣ ସାହିତ୍ୟ, ଉପନ୍ୟାସ, ଅନୁବାଦ, ସମାଲୋଚନା ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଡକ୍ଟର ମାନସିଂହଙ୍କ କେତେଗୁଡ଼ିଏ ପ୍ରବନ୍ଧ ଗୁଡ଼ିକର ନାମ ହେଉଛି ଜୀବନ ପଥ, ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ, ଓଡ଼ିଆ ସମାଜ ଓ ସାହିତ୍ୟ, ଓଡ଼ିଆ ସାହିତ୍ୟ ଇତିହାସ 1962। ତାଙ୍କ ରଚନାରେ ସେ ସାଧାରଣ ଜୀବନର ସମସ୍ୟା, ସମାଜ, ସଂସ୍କୃତି ଇତ୍ୟାଦି ବର୍ଣ୍ଣନା କରିଛନ୍ତି। କବିତାର ପୃଷ୍ଠଭୂମି। ଆମେ ଏହି କବିତାରେ କ'ଣ ପଢ଼ିବାକୁ ଯାଉଛୁ? ଉତ୍କଳମଣି ଗୋପବନ୍ଧୁଙ୍କ ମହାପ୍ରୟାଣ କବିଙ୍କ ହୃଦୟରେ। ଉତ୍କଳମଣି ଗୋପବନ୍ଧୁଙ୍କ ମହାପ୍ରୟାଣ କହିଲେ ଉତ୍କଳମଣି ଗୋପବନ୍ଧୁଙ୍କ ମରଣ ଆମ କବି ମାୟାଧରଙ୍କ ହୃଦୟରେ ଯେଉଁ କ୍ଷତ ସୃଷ୍ଟି କରିଥିଲା, ତାର କଳାତ୍ମକ ଅଭିବ୍ୟକ୍ତି ଏହି କବିତାରେ ପରିଲକ୍ଷିତ ହୋଇଅଛି। ପୂଜ୍ୟ ପୂଜା ପରମ୍ପରା ତଥା ଜାତୀୟତାବୋଧ ସୃଷ୍ଟି ପାଇଁ କବିତାଟି ପ୍ରେରଣା ପ୍ରଦାନ କରିଥାଏ। ଗୋପ ପ୍ରୟାଣ। ମୁଁ ତମକୁ ପାଠ ଆରମ୍ଭରୁ ହିଁ କହିଦେଇଥିଲି। ଗୋପ ପ୍ରୟାଣ ଶବ୍ଦଟିର ଅର୍ଥ କ'ଣ ମୁଁ ପୁଣି ଥରେ କହୁଛି। ଗୋପ ପ୍ରୟାଣ। ଗୋପ ଶବ୍ଦଟିର ଅର୍ଥ ହେଉଛି ଗୋପବନ୍ଧୁ ଦାସ। ପ୍ରୟାଣ ଶବ୍ଦଟିର ଅର୍ଥ ହେଉଛି ମରଣ କିମ୍ବା ମୃତ୍ୟୁ। ମହାବୀର ମହାପ୍ରୟାଣ ରଚିଲା ଆଜି, ତା ମହାଜାତିର ଗର୍ବ ଗଲା ଯେ ଭାଜି। ଅନେକିନି ତାର ସ୍ତମ୍ଭିତେ ଅଛି ରହି, ପ୍ରତି କରେ କରେ ପତାକା ଯାଇଛି ନଇଁ। ପ୍ରତି ହିଆ ଘେରି ଘଟିଛି ଅନ୍ଧକାର, ଅଧରେ କେବଳ ତାରି ନାମ ଉଚ୍ଚାର। ଘରେ ଘରେ ଉଠେ କ୍ରନ୍ଦନ ରୋଳ ବାଜି, ବିରାଟ ଓଡ଼ିଆ ଜାତି ମଥାମଣି ଭୂତଳେ ଖସିଲା ଆଜି। କହିଲେ ମହାବୀର। ଏହି କବିତାରେ ମହାବୀର ହେଉଛନ୍ତି ଗୋପବନ୍ଧୁ ଦାସ। ମହାବୀର ମହାପ୍ରଣୟ ରଚିଲା ଆଜି କହିଲେ କବି କହୁଛନ୍ତି ଆଜି ମହାବୀର ଗୋପବନ୍ଧୁ ଦାସଙ୍କର ମହାପ୍ରଣୟ ମୃତ୍ୟୁ ଆଜି ଘଟିଯାଇଛି।
ତା ମହାଜାତିର ଗର୍ବ ଗଲା ଯେ ଭାଜି। ତା ମହାଜାତି ହେଉଛି ଆମର ଓଡ଼ିଶା ଭୂମି। ଆମର ଏଇ ଓଡ଼ିଶା ଭୂମିର ଗର୍ବ ଆଜି କଣ ହେଇଯାଇଛି? ଭାଜିର ଅର୍ଥ ହେଉଛି ଭାଙ୍ଗି ଯାଇଛି। ହେଲେ ଆମର ଏଇ ଓଡ଼ିଶା ଜାତିର ଗର୍ବ ଆଜି ଭାଙ୍ଗି ଯାଇଛି। କାରଣ ଗୋପବନ୍ଧୁ ଦାସ ହେଉଛନ୍ତି ଆମ ଓଡ଼ିଶାର ଜଣେ ସଂଗ୍ରାମୀ, ଯିଏ ଆମ ଓଡ଼ିଶାକୁ ବହୁତ ଭଲ ପାଇଥିଲେ ଏବଂ ଆମ ଓଡ଼ିଶା ପାଇଁ ସେ ବହୁତ ଗୁଡ଼ିଏ ପଦ୍ୟ, ଗଦ୍ୟ ଆଉ କେତେ ଗୁଡ଼ିଏ ଭଲ ଭଲ ବହି ଗୁଡ଼ିକ ସେ ଲେଖି ଯାଇଛନ୍ତି। ଆନିକିନି ତାର ସ୍ତମ୍ଭିତେ ଅଛି ରହି। ଆନିକିନି ଶବ୍ଦର ଅର୍ଥ ହେଲା ସୈନ୍ୟ। ସୈନ୍ୟ କହିଲେ କେଉଁ ସୈନ୍ୟ? ଏଠି ଶବ୍ଦର ଗୁଡ଼ିକର ଅର୍ଥ ଅଛି ପଦାତିକ ସୈନ୍ୟ, ଅଶ୍ୱାରୋହୀ ସୈନ୍ୟ, ଗଜାରୋହୀ ସୈନ୍ୟ, ରଥାରୋହୀ ସୈନ୍ୟ। ପଦାତିକ ସୈନ୍ୟ କହିଲେ ଯୋଉ ସୈନ୍ୟମାନେ ପାଦରେ ଚାଲି ଯୁଦ୍ଧ କରିଥାନ୍ତି। ଅଶ୍ୱାରୋହୀ କହିଲେ ଯେଉଁ ସୈନ୍ୟମାନେ ଘୋଡ଼ା ଉପରେ ଚଢ଼ି ଯୁଦ୍ଧ କରିଥାନ୍ତି। ଗଜାରୋହୀ ଯେଉଁ ସୈନ୍ୟମାନେ, ଗଜ କହିଲେ ହାତୀ ପିଠିରେ ବସି ଯୁଦ୍ଧ କରିଥାନ୍ତି। ରଥାରୋହୀ କହିଲେ ଯେଉଁ ସୈନ୍ୟମାନେ ରଥରେ ବସିଥାନ୍ତି। ହେଲେ ଅନିକିନି ତାର ସ୍ତମ୍ଭିତେ ଅଛି ରହି। ଅନିକିନି କହିଲେ ଏଇ ସୈନ୍ୟମାନଙ୍କର ହୃଦୟରେ କଣ ହେଇଛି? ଆଜି ଯେତେବେଳେ ସେମାନେ ଗୋପବନ୍ଧୁଙ୍କ ମରଣ ଖବର ପାଇଛନ୍ତି, ସମସ୍ତେ ସ୍ତମ୍ଭ ହୋଇଯାଇଛନ୍ତି। ପ୍ରତି କରେ କରେ ପତାକା ଯାଇଛି ନଇଁ। ଏଇ ସୈନ୍ୟମାନଙ୍କର ସମସ୍ତଙ୍କର ମନରେ, ସମସ୍ତଙ୍କର ଯୋଉ ଗର୍ବ ଥିଲା, ଓଡ଼ିଶାର ନାମରେ ଯୋଉ ଗର୍ବ ଥିଲା, ସେଇ ପତାକାଟା ଆଜି ନଇଁ ଯାଇଛି। ପ୍ରତି ହିଆ ଘେରି ଘଟିଛି ଅନ୍ଧକାର କହିଲେ ପ୍ରତି ହିଆ କହିଲେ ହୃଦୟ। ସମସ୍ତଙ୍କ ହୃଦୟରେ ଆଜି ଅନ୍ଧକାର ଘଟି ଯାଇଛି। ସମସ୍ତ ଓଡ଼ିଶାବାସୀଙ୍କ ହୃଦୟରେ ଆଜି ଅନ୍ଧକାର ଘଟି ଯାଇଛି। କାରଣ ଆଜି କଣ ହେଇଛି? ଗୋପବନ୍ଧୁଙ୍କର ମୃତ୍ୟୁ ହୋଇଯାଇଛି। ଅଧରେ କେବଳ ତାରି ନାମ ଉଚ୍ଚାର। ଅଧରେ କେବଳ ତାରି ନାମ ଉଚ୍ଚାର। ଅଧ କହିଲେ ଓଠ। ଓଠରେ ଆମର ଓଡ଼ିଶାବାସୀ ମାନେ କେବଳ ଗୋପବନ୍ଧୁଙ୍କର ନାମ ଉଚ୍ଚାରଣ କରୁଛନ୍ତି। ଘରେ ଘରେ ଉଠେ କ୍ରନ୍ଦନ ରୋଲ ବାଜି। ଏବଂ ଘରେ ଘରେ କାହା କହିଲେ ଆମ ଓଡ଼ିଶାର ସମସ୍ତଙ୍କ ଘରେ ଆଜି ଲୋକମାନେ କଣ କରୁଛନ୍ତି? ଓଡ଼ିଶାବାସୀ ମାନେ କାନ୍ଦୁଛନ୍ତି, କ୍ରନ୍ଦନ କରୁଛନ୍ତି। କାହିଁକି ସେମାନେ କାନ୍ଦୁଛନ୍ତି? ନା ଆଜି କଣ ହେଇଯାଇଛି? ବିରାଟ ଓଡ଼ିଆ ଜାତି ମଥାମଣି ଭୂତଳେ ଖସିଲା ଆଜି। କହିଲେ ଆମର ଓଡ଼ିଆ ଜାତିର ମଥାମଣି ହେଉଛନ୍ତି ଆମର ଉତ୍କଳମଣି ଗୋପବନ୍ଧୁ ଦାସ। ହେଲେ ଆମର ଏଇ ବିରାଟ ଓଡ଼ିଆ ଜାତିର ଉତ୍କଳମଣି ଗୋପବନ୍ଧୁ ଆଜି କଣ ହେଇଯାଇଛନ୍ତି? ଭୂତଳେ ଖସି ଯାଇଛନ୍ତି। କହିଲେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏବେ ପଦ୍ୟଟିକୁ ପୁଣି ଥରେ ପଢିବା ଆମେ ପିଲାମାନେ। ମହାବୀର ମହାପ୍ରୟାଣ ରଚିଲା ଆଜି। ତା ମହାଜାତିର ଗର୍ବ ଗଲା ଯେ ଭାଜି। ଅନିକିନି ତାର ସ୍ତମ୍ଭିତେ ଅଛି ରହି। ପ୍ରତି କରେ କରେ ପତାକା ଯାଇଛି ନଇଁ। ପ୍ରତି ହିଆ ଘେରି ଘଟିଛି ଅନ୍ଧକାର। ଅଧରେ କେବଳ ତାରି ନାମ ଉଚ୍ଚାର। ଘରେ ଘରେ ଉଠେ କ୍ରନ୍ଦନ ରୋଲ ବାଜି। ବିରାଟ ଓଡ଼ିଆ ଜାତି ମଥାମଣି ଭୂତଳେ ଖସିଲା ଆଜି। ଏବେ ଆମେ ଆଗକୁ ପଢିବା। ନଗରେ ନଗରେ ନାଗରିକେ ଆଜି। ନୟନେ ଅଶ୍ରୁ ଭରି। ଆସ ହେ ସକଳେ ରାଜପଥ ପରେ। ଚରଣ ନଗ୍ନ କରି ମଥା ନତ କରି ସମାନ କର। ସ୍ୱର୍ଗତ ମହାଜନେ ତୁମ ମେଲେ କହ। ଅଛି କିଏ ଆଉ ତାହା ପରି ଆଉ ଜଣେ। କହିଲେ ନଗରେ ନଗରେ କହିଲେ ସବୁ ଗ୍ରାମରେ, ଓଡ଼ିଶାର ପ୍ରତ୍ୟେକ ସ୍ଥାନରେ। ନାଗରିକେ କହିଲେ ଆମର ଓଡ଼ିଶାବାସୀ ମାନେ ଆଜି। ନୟନେ ଅଶ୍ରୁ ଭରି କହିଲେ ସମସ୍ତଙ୍କ ନୟନରେ ଅଶ୍ରୁ ଭରି ରହିଛି। ଅଶ୍ରୁ କହିଲେ ଆଖିରେ ପାଣି ପୂର୍ଣ୍ଣ ହୋଇ ରହିଛି। କାହିଁକି? କାରଣ ଆଜି ଆମର ମଥାମଣିଙ୍କ କଣ ହେଇଯାଇଛି? ମୃତ୍ୟୁ ଘଟିଛି।
ଆସ ହେ ସକଳେ, ଆସ ହେ ସକଳେ କହିଲେ ସକଳେର ଅର୍ଥ ହେଉଛି ସମସ୍ତେ। ଆସ ହେ ସମସ୍ତେ କଣ କରିବା, କୋଉଠାକୁ ଯିବା? ରାଜପଥ ପରେ କହିଲେ କବି ଆମକୁ କଣ କହୁଛନ୍ତି, ଯେହେତୁ ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ମୃତ୍ୟୁ ହୋଇଯାଇଛି, ସମସ୍ତେ ନଗରର ସମସ୍ତ ବାସୀ ଆଖିରେ ଅଶ୍ରୁ ଭରି ସମସ୍ତେ ରାଜପଥକୁ ଚାଲ। ଆସ ହେ ସକଳେ, ଚାଲ ସମସ୍ତେ କୋଉଠାକୁ ଯିବା? ରାଜପଥକୁ ଯିବା। କିପରି ଯିବା ରାଜପଥକୁ? ସମସ୍ତେ ରାଜପଥକୁ ଯିବା, କିନ୍ତୁ କିପରି ଯିବା? ଚରଣ ନଗ୍ନ କରି। ଚରଣ ନଗ୍ନ କରି କହିଲେ ଚରଣର ଶବ୍ଦଟିର ଅର୍ଥ ହେଉଛି ପାଦ। ପାଦରେ ଆମେ କଣ କରିବା? ନଗ୍ନ କରି ଯିବା। ନଗ୍ନ କରି ଯିବା କହିଲେ ଆମେ ପାଦରେ ଚପଲ କିମ୍ବା ଜୋତା ମାଡ଼ି କରି ଯିବା ନାହିଁ, କିନ୍ତୁ ଆମେ ଚରଣରେ ବିନା ପାଦରେ ଆମେ କିଛି ପିନ୍ଧିବା ନାହିଁ, ଖାଲି ପାଦ ଆମେ କୋଉଠାକୁ ଯିବା? ରାଜପଥକୁ ଯିବା। ପୁଣି ରାଜପଥକୁ ଯାଇକରି ଆମେ କଣ କରିବା? କାହାକୁ ଦେଖିବା? କଣ ସେଟା? ଆମ କବି କହିଛନ୍ତି, ମଥା ନତ କରି ସମାନ କର। ମଥା ନତ କରି, ମଥା କହିଲେ ହେଉଛି ମୁଣ୍ଡ। ଆମେ ସମସ୍ତେ କଣ କରିବା? ଆମ ମୁଣ୍ଡକୁ ନତ କରିବା। ନତ କରିବାର ଅର୍ଥ ହେଉଛି ନୁଆଇବା। ନୁଆଇବା କହିଲେ ଆମେ ସମସ୍ତେ କଣ କରିବା? ମଥା ନୁଆଇବା। ଆମେ କାହାକୁ ମଥା ନୁଆଉଛୁ? ଯୋଉମାନେ ଆମଠୁ ବଡ ଅଟନ୍ତି ତାଙ୍କୁ ଆମେ କଣ କରୁଛୁ? ଆଦରରେ ଆମେ ମଥା ନୁଆଉଛୁ। ହେଲେ ଏବେ ଆମେ କାହାକୁ ମଥା ନୁଆଇବା ବୋଲି କବି କହୁଛନ୍ତି? ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଆମେ କଣ କରିବା? ମଥା ନତ କରିବା, ମୁଣ୍ଡ ନୁଆଇବା। କାହିଁକି ମୁଣ୍ଡ ନୁଆଇବା? ମଥା ନତ କରି ସମାନ କର। ଆମେ ଉତ୍କଳମଣି ବନ୍ଧୁଙ୍କୁ କଣ କରିବା? ମୁଣ୍ଡ ନୁଆଇକି ସମାନ କରିବା, ଆଦର କରିବା। କାରଣ ସେ ଥିଲେ କିଏ? ଆମ ଓଡ଼ିଶାର ଗର୍ବ। ସ୍ୱର୍ଗତ ମହାଜନେ। ସ୍ୱର୍ଗତ କହିଲେ ସ୍ୱର୍ଗତର ଅର୍ଥ ହେଉଛି ସେ ଆଜି ଯେ ମୃତ୍ୟୁବରଣ କରିଛନ୍ତି, ସେଇ ମହାଜନେ, ସେ ମହାନ ବ୍ୟକ୍ତି ପାଇଁ ଆମେ କଣ କରିବା? ମୁଣ୍ଡ ନୁଆଇ କରି ତାଙ୍କୁ ସମ୍ମାନ ଦେବା। କେଉଁଠାରେ ସମ୍ମାନ ଦେବା? ରାଜପଥରେ ଆମେ ଯିବା। ଆମେ ଘରରେ କବାଟ ବନ୍ଦ କରିକି ବସିବାନି, କି ଘରରେ ଏକୁଟିଆ ବସିବାନି, କିନ୍ତୁ ଯେତେବେଳେ ଆମେ ଖବର ପାଇଛେ ଯେ ଆମର କଣ ହେଉଛି, ଉତ୍କଳମଣିଙ୍କର ମରଣ ଘଟି ଯାଇଛି, ଆମେ ସମସ୍ତେ ଚାଲ ଯିବା, ଓଡ଼ିଶାବାସୀ ସମସ୍ତେ ରାଜପଥକୁ ଯିବା, ଖାଲି ପାଦରେ ଯିବା। ଆଉ ଖାଲି ପାଦରେ ଯାଇକି ସେଠାରେ ଆମେ କଣ କରିବା? ଗୋପବନ୍ଧୁଙ୍କର ମରଣ ଶରୀରର ଆଗରେ ମଥା ନତ କରିବା ଆଉ ତାଙ୍କୁ ସମ୍ମାନ ଦେବା। ତୁମ ମେଲେ କହ ଅଛି କିଏ ଆଉ, ତାହାପରି ଆଉ ଜଣେ। ତୁମ ମେଲେ କହିଲେ ତୁମ ମଧ୍ୟରେ କେହି ଜଣେ ଅଛନ୍ତି କି ଗୋପବନ୍ଧୁଙ୍କ ପରି? ଆଜି ଆମ ଓଡ଼ିଶାରେ ଗୋପବନ୍ଧୁଙ୍କ ପରି ମହାନ ବ୍ୟକ୍ତି କେହି ଅଛନ୍ତି କି? ନାହାନ୍ତି। ସେଇ ତାକୁ ହିଁ କବି କହିଛନ୍ତି, ତୁମ ମେଲେ, ତୁମ ସାଙ୍ଗରେ କହ ଅଛି କିଏ ଆଉ, କିଏ ଜଣେ ଅଛନ୍ତି କି? କୁହ, ତାଙ୍କ ଭଳି ବ୍ୟକ୍ତି, ଗୋପବନ୍ଧୁଙ୍କ ଭଳି ବ୍ୟକ୍ତି ଆଜି ତମ ପାଖରେ ଅଛନ୍ତି କି? ତାହାପରି ଆଉ ଜଣେ, ଗୋପବନ୍ଧୁଙ୍କ ପରି ଆଉ ଜଣେ, କେହି ଜଣେ ଅଛନ୍ତି କି ତମ ପାଖରେ? ନାହାନ୍ତି। ଏବେ କବି କହୁଛନ୍ତି, ରାଜା ଆସ, ଆସ ଧନିକ, ବଣିକ, ସୁଭଗ, ସୌଦାଗର, ଆସ ଋତ୍ବିକ, କୃଷକ, କ୍ଷତ୍ରୀ, ଶବ ସାଥେ ତାର ଚଲ, ବ୍ରାହ୍ମଣ ଗାଅ ମରଣ ମନ୍ତ୍ର, ଜନତା ଧର ହେ ପାଳି, ଜନପଦବାସୀ ଖୋଲ କର ତାଳେ, ଗମ୍ଭୀରେ ଦିଅ ଢାଲି। କହିଲେ ଏବେ ପୁଣି କବି କାହାକୁ ଡାକୁଛନ୍ତି? ରାଜାଙ୍କୁ ଡାକୁଛନ୍ତି, ଧନିକଙ୍କୁ ଡାକୁଛନ୍ତି, ବଣିକଙ୍କୁ ଡାକୁଛନ୍ତି, ସୁଭଗ ସୌଦାଗରଙ୍କୁ ଡାକୁଛନ୍ତି। ପୁଣି କବି କାହାକୁ ଡାକୁଛନ୍ତି? ଋତ୍ବିକଙ୍କୁ ଡାକୁଛନ୍ତି, କୃଷକ ମାନଙ୍କୁ ଡାକୁଛନ୍ତି, କ୍ଷତ୍ରିୟ ମାନଙ୍କୁ ଡାକୁଛନ୍ତି। କାହିଁକି ଡାକୁଛନ୍ତି?
କବି କାହିଁକି ଡାକୁଛନ୍ତି? ରାଜା ଆସ ଆସ, ରାଜା ମାନେ ଆସ, ଧନିକ ମାନେ ଆସ। କୋଉଠିକୁ ଆସ? ଯୋଉଠାରେ ଗୋପବନ୍ଧୁ କଣ ଅଛି? ଶବ ଅଛି। ଆଉ ଯୋଉଠାରେ ଲୋକମାନେ ଗୋପବନ୍ଧୁଙ୍କ ଶବକୁ ନେଇ ଯାଉଛନ୍ତି ସେଇ ସ୍ଥାନକୁ ଆସ। ରାଜରାସ୍ତାକୁ ଆସ। ଆସ ରାଜା ଆସ, ଆସ ଧନିକ, ବଣିକ। ବଣିକ କହିଲେ କିଏ? ଯୋଉମାନେ ବାଣିଜ୍ୟ କରନ୍ତି। ବଣିକ ହେଉଛି ବାଣିଜ୍ୟ, ଯୋଉମାନେ ବାଣିଜ୍ୟ କରନ୍ତି ତାଙ୍କୁ ମଧ୍ୟ କବି ଡାକୁଛନ୍ତି ଆସ। ତମେ ରାଜା ହୁଅ କିମ୍ବା ତମେ ଧନୀ ବ୍ୟକ୍ତି ହୁଅ କିମ୍ବା ତମେ ବାଣିଜ୍ୟ କର, କିନ୍ତୁ ଆସ। କାହିଁକି ଆସ? କାରଣ ଆମେ ଆଉ ଉତ୍କଳମଣିଙ୍କୁ ଦେଖିପାରିବା ନାହିଁ। ଆସ, ତାଙ୍କୁ ସମସ୍ତେ ସମ୍ମାନ ଦେବା। ଶେଷ ଥର ପାଇଁ ତାଙ୍କୁ କଣ କରିବା? ତାଙ୍କ ସାମ୍ନାରେ ମଥନତ କରିବା। ସୁଭଗ ସୌଦାଗର। ସୁଭଗ କହିଲେ ଭାଗ୍ୟବାନ, ସୌଦାଗର ବଣିକ। ଭାଗ୍ୟବାନ ବଣିକ ମାନେ ମଧ୍ୟ ଆସ, ରାଜପଥକୁ ଆସ, ସମସ୍ତେ ଆସ। ଆସ ଋତ୍ବିକ, ଆସ ଋତ୍ବିକ। ଋତ୍ବିକ କହିଲେ ହେଲା, ଋତ୍ବିକ ମାନେ କିଏ ଅଟନ୍ତି? ଦେଖ ଏଠାରେ ଦିଆଯାଇଛି ଅର୍ଥ ଗୁଡ଼ିକ, ଶବ୍ଦ ଗୁଡ଼ିକର ଅର୍ଥ ତଳେ ଅଛି। ଯଜ୍ଞ ପୁରୋହିତ। ଋତ୍ବିକ ହେଉଛନ୍ତି ଯଜ୍ଞ ପୁରୋହିତ। ଯଜ୍ଞ ପୁରୋହିତ କହିଲେ ଯେଉଁମାନେ, ଯେତେବେଳେ ଗୋଟିଏ ବ୍ୟକ୍ତି ମରିଯାଏ ସେଇ ସମୟରେ ଯେଉଁ ବ୍ୟକ୍ତି ମାନେ ତାଙ୍କ ନାମରେ ଯଜ୍ଞ କରିଥାନ୍ତି ସେଇମାନେ ହେଉଛନ୍ତି ଋତ୍ବିକ। ହେଲେ କବି କହୁଛନ୍ତି ଆସ ଋତ୍ବିକ। କୃଷକ ମାନେ ମଧ୍ୟ ଆସ ରାଜପଥକୁ। କ୍ଷତ୍ରିୟ, କ୍ଷତ୍ରିୟ କହିଲେ ଯୋଦ୍ଧା। କ୍ଷତ୍ରି ମଧ୍ୟ, କୃଷକ, କ୍ଷତ୍ରି ସମସ୍ତେ ଆସ। କାହା ସାଙ୍ଗରେ? କୋଉଠିକୁ ଆସ? ରାଜପଥକୁ ଆସ। କୋଉଠିକୁ ଆସ? ରାଜପଥକୁ ଆସ। ହେଲେ ଏବେ କବି କାହାକୁ ଡାକୁଛନ୍ତି? ଆମର ଓଡିଶାବାସୀ ମାନଙ୍କୁ। ରାଜା ମାନଙ୍କୁ ଡାକୁଛନ୍ତି, ଧନିକ ମାନଙ୍କୁ ଡାକୁଛନ୍ତି, ବଣିକଙ୍କୁ ଡାକୁଛନ୍ତି, ସୁଭଗ ସୌଦାଗରଙ୍କୁ ଡାକୁଛନ୍ତି, ପୁଣି ଋତ୍ବିକଙ୍କୁ ଡାକୁଛନ୍ତି, ଆମ ଓଡିଶାର ସବୁ କୃଷକ ମାନଙ୍କୁ ଡାକୁଛନ୍ତି, କ୍ଷତ୍ରିୟ ମାନଙ୍କୁ ଡାକୁଛନ୍ତି। କାହିଁକି କବି ଡାକୁଛନ୍ତି? ଶବ ସାଥେ ତାର ଚାଲ। କାହାର ଶବ ସାଙ୍ଗରେ ଆମେ ଚାଲିବା? ଗୋପବନ୍ଧୁଙ୍କ ଶବ ସାଙ୍ଗରେ ଆମେ କଣ କରିବା? ଚାଲିବା। ସେଇ କଥାକୁ କବି ଆମକୁ କହୁଛନ୍ତି ଆସ ରାଜା ଆସ, ଧନିକ ମାନେ ଆସ, ବଣିକ ମାନେ ଆସ, ସୁଭଗ ମାନେ ଆସ, ସୌଦାଗର, ଋତ୍ବିକ, କୃଷକ, କ୍ଷତ୍ରିୟ ସମସ୍ତେ ଆସ। କହିଲେ ଓଡିଶାବାସୀ ମାନେ ସମସ୍ତେ ରାଜପଥକୁ ଆସ, ସମସ୍ତେ ରାଜପଥକୁ ପଳେଇ ଆସ ନିଜର କାମ ଛାଡିକରି। ଆଉ କାହା ସାଙ୍ଗରେ ଚାଲ? ଶବ ସାଥେ ଚାଲ। ଉତ୍କଳମଣି ଗୋପବନ୍ଧୁଙ୍କର ତାଙ୍କର ଶବ ସାଙ୍ଗରେ ଚାଲ। ପୁଣି କଣ କହୁଛନ୍ତି କବି? ଦେଖ, ବ୍ରାହ୍ମଣ ଗାଓ ମରଣ ମନ୍ତ୍ର। ଆମେ ଜାଣିଛୁ ଯେତିକି ବେଳେ ଜଣେ ବ୍ୟକ୍ତିର ମୃତ୍ୟୁ ହେଇଯାଇଥାଏ ସେ ସମୟରେ କିଏ ତାଙ୍କର ଆତ୍ମ ଶାନ୍ତି ପାଇଁ ଆମେ କାହାକୁ ଡାକିଥାଉ? ବ୍ରାହ୍ମଣ ମାନଙ୍କୁ ଆମେ ନିଜ ଘରକୁ ଡାକିଥାଉ। ସେଇଥିପାଇଁ କବି କହୁଛନ୍ତି ବ୍ରାହ୍ମଣଙ୍କୁ କି ବ୍ରାହ୍ମଣ କଣ କର? ତମେ ମଧ୍ୟ ଆସ, ଶବ ସାଥେ ତମେ ମଧ୍ୟ ଚାଲ। ଆଉ ତମେ କେମିତି ଚାଲିବ? ବ୍ରାହ୍ମଣ ମାନେ ଗାଓ ମରଣ ମନ୍ତ୍ର। ମରଣ ମନ୍ତ୍ର ଗାଇ ଚାଲ। ମରଣ ମନ୍ତ୍ର କହିଲେ ଯେତିକି ବେଳେ ଜଣେ ବ୍ୟକ୍ତି ଯେତେବେଳେ ମରି ଯାଇଥାଏ ସେ ସମୟରେ ଗୋଟିଏ ସ୍ପେଶାଲ ମନ୍ତ୍ର ଅଛି। ସେଇ ମନ୍ତ୍ରଟିକୁ ଗାଇବା ପାଇଁ କବି ବ୍ରାହ୍ମଣ ମାନଙ୍କୁ କହିଛନ୍ତି। ଜନତା ଧର ହେ ପାଳି। ଜନତା କହିଲେ ଆମର ଓଡିଶାବାସୀ ମାନେ। ଜନତା ହେଉଛନ୍ତି ଆମର ଓଡିଶାବାସୀ ମାନେ। ହେଲେ ଓଡିଶାବାସୀ ମାନଙ୍କୁ କଣ କହୁଛନ୍ତି? କୋଉ ଜନତା ମାନେ? ଯାହାକୁ କବି ଡାକୁଛନ୍ତି ରାଜପଥକୁ ଆସ। ରାଜା, ଧନିକ, ବଣିକ, ସୁଭଗ, ସୌଦାଗର, ଋତ୍ବିକ, କୃଷକ, କ୍ଷତ୍ରିୟ ସମସ୍ତଙ୍କୁ କଣ କହୁଛନ୍ତି? ଜନତା। ତାଙ୍କୁ ସମସ୍ତଙ୍କୁ କବି କଣ କହୁଛନ୍ତି? ଜନତା କହୁଛନ୍ତି। ହେଲେ ଜନତା ମାନେ କଣ କରିବେ ସେଠାରେ? ଧର ହେ ପାଲି। ଯେତିକି ବେଳେ ବ୍ରାହ୍ମଣ ମାନେ ମରଣର ମନ୍ତ୍ରଟିକୁ ଗାଇବେ ସେଇ ସମୟରେ ଜନତା ମାନେ ମଧ୍ୟ କଣ କରିବେ? ତାଙ୍କ ସାଙ୍ଗରେ ପାଲି ଧରିବେ, ତାଙ୍କ ସାଙ୍ଗରେ ମନ୍ତ୍ରଟିକୁ ଉଚ୍ଚାରଣ କରିବେ।
ଜନପଦବାସୀ ଖୋଲ କରତାଳେ ଗମ୍ଭୀର ଦିଅ ତାଳି କହିଲେ ଯେତିକି ବେଳେ ଗୋପବନ୍ଧୁଙ୍କର ମରିଣ ଶରୀରଟିକୁ ବହିକି ନିଆଯାଉଛି ରାଜପଥରେ, ସେହି ସମୟରେ କବି କହୁଛନ୍ତି ଜନପଦବାସୀ ମାନଙ୍କୁ କି ଖୋଳ କରତାଳେ ଗମ୍ଭୀର ଦିଅ ତାଳି। ଆମେ ସମସ୍ତେ ଜାଣିଛୁ ଯେତିକି ବେଳେ ଗୋଟିଏ ଲୋକର ମୃତ୍ୟୁ ଘଟି ଯାଉଛି ସେଇ ସମୟରେ କଣ ହେଉଛି, ଲୋକଟିର ମୃତ୍ୟୁ ଘଟିଲେ ଯେତିକି ବେଳେ ତା ଶବକୁ 4 ଜଣ ବ୍ୟକ୍ତି ବୋହିକି ନେଉଛନ୍ତି ତା ସମ୍ମୁଖରେ ଗୋଟିଏ ବ୍ୟକ୍ତି ଥାଏ ଯିଏ କଂସାର ଘଣ୍ଟା ବଜାଏ। ବାଟ ସାରା ସେ କଣ କରୁଛି, କଂସାର ଘଣ୍ଟାଟିକୁ ବଜାଉଛି। ସେଇ କଂସାର ଘଣ୍ଟାଟିକୁ କିମ୍ବା ଏଇ ଯୋଉ ତମର ଏଠି ଯୋଉ ବାଦ୍ୟଟି ଅଛି ଏହାକୁ କଣ କୁହାଯାଉଛି, ଖୋଳ କରତାଳେ। କଣ କୁହାଯାଉଛି ଏହାକୁ, ଖୋଳ କରତାଳେ। ହେଲେ ଏଇ ଜନପଦବାସୀ କଣ କର, କଂସାଟିକୁ ବଜାଅ। ଯେତେବେଳେ ଆମର ଉତ୍କଳମଣିଙ୍କ ଶବଟିକୁ ନିଆଯାଉଛି ସମସ୍ତେ କଣ କର, ଖୋଳର କରତାଳ କହିଲେ କଂସା ଘଣ୍ଟିଟିକୁ ବଜାଅ। ଗମ୍ଭୀର ଦିଅ ତାଳି, ଆଉ ସମସ୍ତେ ତମ ମନରେ ଗମ୍ଭୀର ଭାବରେ କଣ କର, ତାଙ୍କ ସାଥିରେ ଚାଲ। ଏବେ ଆମେ এই ପଦ୍ୟଟିକୁ ପୁଣି ଥରେ ଆରମ୍ଭରୁ ପଢିବା। ମହାବୀର ମହାପ୍ରୟାଣ ରଚିଲା ଆଜି, ତା ମହାଜାତିର ଗର୍ବ ଗଲା ଯେ ଭାଜି। ଅନିକିନି ତାର ସ୍ତମ୍ଭିତେ ଅଛି ରହି, ପ୍ରତି କରେ କରେ ପତାକା ଯାଇଛି ନଇଁ। ପ୍ରତି ହିଆ କିମ୍ବା ହୃଦୟ ଘେରି ଘଟିଛି ଅନ୍ଧକାର, ଅଧରେ କେବଳ ତାରି ନାମ ଉଚ୍ଚାର। ଘରେ ଘରେ ଉଠେ କ୍ରନ୍ଦନ ରୋଲ ବାଜି, ବିରାଟ ଓଡ଼ିଆ ଜାତି ମଥାମଣି ଭୂତଳେ ଖସିଲା ଆଜି। ନଗରେ ନଗରେ ନାଗରିକେ ଆଜି, ନୟନେ ଅଶ୍ରୁ ଭରି। ଆସ হে সকলে ରାଜପଥ ପରେ, ଚରଣ ନଗ୍ନ କରି। ମଥା ନତ କରି ସମାନ କର, ସ୍ୱର୍ଗତ ମହାଜନେ। ତୁମ ମେଳେ କହ ଅଛି କିଏ ଆଉ, ତାହା ପରି ଆଉ ଜଣେ। ରାଜା ଆସ ଆସ ଧନିକ ବଣିକ, ସୁଭଗ ସୌଦାଗର। ଆସ ଋତ୍ବିକ କୃଷକ କ୍ଷତ୍ରୀ, ସବ ସାଥେ ତାର ଚଳ। ବ୍ରାହ୍ମଣ ଗାଓ ମରଣ ମନ୍ତ୍ର, ଜନତା ଧର ହେ ପାଲି। ଜନପଦବାସୀ ଖୋଳ କରତାଳେ, ଗମ୍ଭୀରେ ଦିଅ ତାଳି। ହେଲେ ଆଜି ଆମେ ପ୍ରଥମ ଭାଗଟିକୁ ଏଇଠାରେ ସାରିଛୁ। ଏବେ ଆମେ ନେକ୍ସଟ ପିପିଟିକୁ ଯିବା। ଏଠାରେ କେତୋଟି ପ୍ରଶ୍ନ ଗୁଡିକ ଦିଆଯାଇଛି, ସେଇ ପ୍ରଶ୍ନ ଗୁଡିକର ଉତ୍ତର ଗୁଡିକ ଆମେ ଆଲୋଚନା କରିବା। ପିଲାମାନେ ଯେଉଁ ପ୍ରଶ୍ନ ଗୁଡିକ ଦିଆଯାଇଛି ତାକୁ କେବଳ ଗୋଟିଏ ଶବ୍ଦରେ ଉତ୍ତର ଦେବ। କେବଳ କେମିତି ଉତ୍ତର ଦେବ, କେବଳ ଗୋଟିଏ ଶବ୍ଦରେ ହିଁ ଉତ୍ତର ଦେବ। ପ୍ରଥମ ପ୍ରଶ୍ନ, ଗୋପ ପ୍ରୟାଣ କବିତାର କବି କିଏ ଅଟନ୍ତି? ମାୟାଧର ମାନସିଂ। ହଁ, ମାୟାଧର ମାନସିଂ। ହଁ, ଠିକ ଅଛି। ଆମ ଏଇ କବିତାର କବି ହେଉଛନ୍ତି ଡକ୍ଟର ମାୟାଧର ମାନସିଂ। ବହୁତ ଭଲ ପିଲାମାନେ, ଭଲ ଉତ୍ତର ଦେଇଛ। ଏବେ ଆମେ ଯିବା ଦ୍ୱିତୀୟ ପ୍ରଶ୍ନକୁ। ଗୋପ ପ୍ରୟାଣ କବିତାଟି କେଉଁ କବିତା ସଂକଳନରୁ ଉଦ୍ଧୃତ? ମୁଁ ଆରମ୍ଭରେ କହିଛି
ମାଟିବାଣୀ। ହଁ ଠିକ ଅଛି। ଉତ୍ତରଟି ହେଉଛି ମାଟି ବାଣୀ। 3 ନମ୍ବର ପ୍ରଶ୍ନ ପିଲାମାନେ, ଗୋପବନ୍ଧୁଙ୍କୁ ଆମେ କିପରି ସମ୍ମାନ ଦେବା ବୋଲି କବି କହିଛନ୍ତି? ମଥା ନତ କରି। ମଥା ନତ କରି। ହଁ ବହୁତ ଭଲ ପିଲାମାନେ। ଉତ୍ତରଟି ହେଉଛି ମଥା ନତ କରି। ଏବେ 4ର୍ଥ ପ୍ରଶ୍ନ, ଗୋପ ପ୍ରୟାଣ କବିତାରେ କେଉଁ ମହାପୁରୁଷଙ୍କ ମହାପ୍ରଣୟ ବିଷୟରେ ବର୍ଣ୍ଣନା କରାଯାଇଛି? ଉତ୍କଳମଣି ଗୋପବନ୍ଧୁ ଦାସ। ହଁ ଉତ୍କଳମଣି ଗୋପବନ୍ଧୁ ଦାସ। ହଁ ବହୁତ ଭଲ ପିଲାମାନେ। ଆମେ ଏଇ କବିତାରେ କାହାର ପ୍ରୟାଣ ବିଷୟରେ ପଢିଛୁ? ଉତ୍କଳମଣି ଗୋପବନ୍ଧୁ ଦାସ। ବିଷୟରେ। ଏବେ ପ୍ରଶ୍ନ ନମ୍ବର 5, ଉତ୍କଳମଣି ଭାବରେ କିଏ ପରିଚିତ? ପଣ୍ଡିତ ଗୋପବନ୍ଧୁ ଦାସ। ହଁ ଗୋପବନ୍ଧୁ ଦାସ। ଗୋପବନ୍ଧୁ ଦାସଙ୍କୁ ଆମେ ଉତ୍କଳମଣି ବୋଲି ଡାକୁଛୁ। ଏବେ 6 ନମ୍ବର ପ୍ରଶ୍ନ, ଗୋପ ପ୍ରୟାଣ କବିତାରେ ଗୋପ କିଏ ଅଟନ୍ତି? ଗୋପବନ୍ଧୁ ଦାସ। ପଣ୍ଡିତ ଗୋପବନ୍ଧୁ ଦାସ। ହଁ ଉତ୍ତରଟା ଠିକ କହିଲ। ଉତ୍ତର ହେଉଛି ପଣ୍ଡିତ ଗୋପବନ୍ଧୁ ଦାସ। 7 ନମ୍ବର, ମହାପ୍ରୟାଣ କହିଲେ କଣ ବୁଝ? ମହାପ୍ରୟାଣ ମରଣ ହଁ ମରଣ ବା ମହାଯାତ୍ରା। ହଁ ମହାପ୍ରୟାଣ ମରଣ। ଅଛି ମରଣ। ଠିକ ଅଛି। ଏବେ 8 ନମ୍ବର, ପଦାତିକ, ଅଶ୍ୱାରୋହୀ, ଗଜାରୋହୀ, ରଥାରୋହୀ ପ୍ରଭୃତି ସେନାଙ୍କୁ କଣ କୁହାଯାଇଛି? ଏଇ ପଦ୍ୟରେ ଗୋଟିଏ ଶବ୍ଦ ଦିଆଯାଇଛି। ସେଇ ଗୋଟିଏ ଶବ୍ଦ ଅନିକିନି। ଉତ୍ତରଟି ହେଉଛି ଅନିକିନି। ବହୁତ ଭଲ ପିଲାମାନେ। ଏବେ ଯିବା 9 ନମ୍ବର ପ୍ରଶ୍ନ, ଗୋପ ପ୍ରୟାଣ କବିତାରେ ମହାବୀର କାହାକୁ କୁହାଯାଇଛି? ଗୋପବନ୍ଧୁ ଦାସ। ଗୋପବନ୍ଧୁ ଦାସ। ପଣ୍ଡିତ ଗୋପବନ୍ଧୁ ଦାସ। ଠିକ ଅଛି। ଉତ୍ତରଟି ଗୋପ ପ୍ରୟାଣ କବିତାରେ ମହାବୀର ବୋଲି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ କୁହାଯାଇଛି। ଏବେ 10 ନମ୍ବର ପ୍ରଶ୍ନ, ଯଜ୍ଞର ପୁରୋହିତଙ୍କୁ କଣ କୁହାଯାଏ? ଋତ୍ବିକ। ଋତ୍ବିକ। ଯଜ୍ଞର ପୁରୋହିତଙ୍କୁ କଣ କୁହାଯାଏ? ଋତ୍ବିକ। ହଁ ଋତ୍ବିକ। ଏବେ ଆଗକୁ ପ୍ରଶ୍ନ ଦେଖିବା। 11 ନମ୍ବର, ହିଆ ଶବ୍ଦଟିର ଅର୍ଥ କଣ? ଆମେ ଏଇ ପଦ୍ୟରେ ପଢିବା। ହୃଦୟ। ହଁ ଠିକ ଅଛି। ଏଇ ହିଆ ଶବ୍ଦଟିର ଅର୍ଥ ଅଛି ହୃଦୟ। 12 ନମ୍ବର, ସମସ୍ତଙ୍କ ମୁଖରେ କାହାର ନାମ ଉଚ୍ଚାରିତ ହେଉଛି? ଗୋପବନ୍ଧୁ ଦାସଙ୍କର। ଗୋପବନ୍ଧୁ ଦାସଙ୍କର ନାମ ଉଚ୍ଚାରିତ ହେଉଛି। ହଁ ଉତ୍ତର ଠିକ, ସଠିକ ଉତ୍ତର ଦଉଛ ତମାନେ। 13 ନମ୍ବର, ଓଡ଼ିଆ ଜାତି ମଥାମଣି ରୂପେ କିଏ ପରିଚିତ? ଗୋପବନ୍ଧୁ ଦାସ। ହଁ ଠିକ ଉତ୍ତର କହିଛ। ଓଡ଼ିଆ ଜାତି ମଥାମଣି ରୂପେ ଗୋପବନ୍ଧୁ ଦାସ ପରିଚିତ। 14 ନମ୍ବର, ଗୋପବନ୍ଧୁଙ୍କ ବିୟୋଗରେ କେଉଁଠାରେ ଅନ୍ଧକାର ଘଟି ଯାଇଛି? ବିୟୋଗରେ କହିଲେ ପ୍ରତ୍ୟେକ ହୃଦୟ। ହଁ ପ୍ରତ୍ୟେକ ଓଡ଼ିଶାବାସୀଙ୍କ ହୃଦୟ। ହଁ ପ୍ରତ୍ୟେକ ଓଡ଼ିଶାବାସୀଙ୍କ ହୃଦୟରେ କଣ ହେଇଛି?
ଅନ୍ଧକାର ଘୋଟି ଯାଇଛି। 15 ନମ୍ବର ଗୋପବନ୍ଧୁଙ୍କ ସମାନାର୍ଥେ କଣ ନଗ୍ନ କରି ଆସିବାକୁ କବି କହିଛନ୍ତି? ଗୋପବନ୍ଧୁଙ୍କ ସମାନ ଦେବାର ସମାନ କରିବା ପାଇଁ କଣ ନଗ୍ନ କରି ଆସିବାକୁ କବି ରାଜପଥକୁ ଆସ କହୁଛନ୍ତି କି ନାଇଁ ପଦ୍ୟରେ? ଚରଣ। କଣ ନଗ୍ନ କରି ରାଜପଥକୁ ଆସ ଚରଣ। କହୁଛନ୍ତି? ହଁ, ଚରଣ ନଗ୍ନ କରି ଚରଣ। ରାଜପଥକୁ ଆସ ବୋଲି କହିଛନ୍ତି। ହଁ, ଠିକ ଉତ୍ତର। ହେଲେ ଆଜି ଆମେ ପିଲାମାନେ ପଢିଲୁ ଆମ କବିଙ୍କ ବିଷୟ ଇଣ୍ଟ୍ରୋଡକ୍ସନ ଆମେ କବିଙ୍କ ବିଷୟରେ ପଢିଲୁ। ତାପରେ ଆମେ କବି ଗୋପବନ୍ଧୁଙ୍କ ମରଣ ଘଟଣାକୁ ନେଇ କେମିତି ତାଙ୍କ ହୃଦୟରେ ଆଘାତ ହୋଇଛି ତାର ପ୍ରଥମ ଭାଗଟିକୁ ପଢିଛୁ। ଆଉ ପିଲାମାନେ ତମେ ବହୁତ ଭଲ ଭାବରେ ଶୁଣିଲ ଏବଂ ଉତ୍ତର ମଧ୍ୟ ଦେଇଛ। ଏବେ ତମର ଗୃହ କାର୍ଯ୍ୟ, ଆଜି ପାଇଁ ଗୃହ କାର୍ଯ୍ୟ। ତମର ଗୃହ କାର୍ଯ୍ୟ କଣ ଅଟେ? ଗୋପବନ୍ଧୁଙ୍କ ଜୀବନୀ ବିଷୟରେ 10 ଧାଡି ଲେଖ। ତମେ ସମସ୍ତେ ଜାଣିଛ ବହୁତ ସମୟରେ ଡିବେଟ, ତମ ସ୍କୁଲରେ ଯେତିକି ହେଲେ ଡିବେଟ ହେଉଛି, ତମେ ମାନେ ଲେଖିଥିବ ମହାନ ବ୍ୟକ୍ତି ମାନଙ୍କ ବିଷୟରେ। ହେଲେ ସେମାନଙ୍କ ମଧ୍ୟରୁ ଗୋପବନ୍ଧୁ ଅନ୍ୟତମ। ତାଙ୍କର ଜୀବନ ବିଷୟରେ କେବଳ ତମେ କଣ କରିବ? 10 ଧାଡି ତମ ସାହିତ୍ୟ ଖାତାରେ ଲେଖିବ ଏବଂ ଯିଏ ତମର ଓଡିଆ ଶିକ୍ଷୟିତ୍ରୀ କିମ୍ବା ଶିକ୍ଷକ ଅଟନ୍ତି ତାଙ୍କୁ ଖାତାଟିକୁ ଦେଖେଇବ। ଏଇଟା ହଉଛି ତମର ଆଜିର ଗୃହ କାର୍ଯ୍ୟ। ମୁଁ ଆଜିର ପ୍ରଥମ ଭାଗଟା ଏଇଠାରେ ଶେଷ କରୁଛି। ସମସ୍ତଙ୍କୁ ଧନ୍ୟବାଦ।